अरे आज आमको घर छाड़बार दीर्घ अनेक वर्ष हो गला। से कुलांगार माने हम राज्य को कौन बाध कर से कथा मत भारी मन पड़ुचे। गायत्री से कथा आज मो मन पड़ जाऊँ। स्वामी गत कथा सूचना नस्ती विगत कथा भाभी कौन लाभ पाइबा। गायत्री हाँ स्वामी। अरे कुमारी अजय अरे बाबा ए चित्कार कहे कि करुछि रे। आज तो मुह कहीं मौली गला पारी दिशुछि रे। तू एत चित्कार करी कहे कि कहूछु बाबा। कह बापा आमे किए आम परिचय कौन। ओ ताहले परिचय जानिबा पाई एते चित्कार। हाँ बापा। अरे बाबा हमें होछु ए मणिपुरवासी। हरे हरे कुमार आमे होछु एई मणिपुरवासी। मु तो माँ आउ एई तो बापा। ना माँ बाबा आपण मिछ कहूछ। हम असली परिचय कौन बापा। कह बापा हम असली परिचय कौन। अजय अरे तोमा सत कहूछि रे। आमे होछु ए मणिपुरवासी। ना बापा आपण मिछ कहउछन। काहे मिछ कहबी बाबू। मु होछि तो बापा ए होछि तो माँ आउ तू होछि हमरे गोटे बोली बोली अल पुत्र अजय। माँ आपण तो कहि दियो माँ आमे किए आम परिचय कौन। जदि न कहब ताहले ए पुअर मला मुहर। ए भगवान ए कौन कही गला। अजय अरे बाबू बापा तू आज एते बड़ राण दे गलु। गायत्री गायत्री सत कही पछे बोले मरी सत कहवा क्या डरबे। गायत्री मु आउ जमारू है कथा कही पारिबिनी। तुम्हें ही कही दियो ताकू। हाँ माँ कहि दियो माँ आम परिचय आम ठिकाना। अरे बापा बापा तू से कहानी शुणा को चाहूँ। हाँ माँ मु निश्चय शुणिबी माँ। तेरे शुणु ना। हाँ माँ मन दे शो निश्चय शुणिबी माँ। गोटे दिन थिला एई भारत देशर कौशल नगरी राज्य। से कौशल नगरी राजा राणी निज प्रदेश आनंदर दिन बिताउथिले। आनंदर दिन बिताउथिले। हाँ माँ के जाने कहार नजर लगी हरे राजा राणी को राज्य लोक बंध्या बोली घोषणा कले। माँ से बंध्या शब्द सही पड़ी राजा राणी आत्महत्या करने को जाइथिले। से जगत ठाकुर कार्य शांत ताकू सहाय ही कहे
कर्म तुमको लोके भर्सना कर बंदा दोषरू मुक्ति पाई संतान देले बापा माँ शुणुଛୁ ना बापा हाँ माँ तू सब शुणुछु माँ हाँ সেই শিশু সন্তানକୁ ନେଇ ପୁଣି ନିଜ ରାଜ୍ୟକୁ ଫେରିବା ବେଳେ ନିଜ ରାଜ୍ୟରେ ମନ୍ତ୍ରୀ ସାମନ୍ତ ମାନେ ନିଜ ଶାସନ ଚଲେଇ ଚାଲୁଥିଲେ। ରାଜା ରାଣୀ ସେଇ ଶିଶୁ ପୁତ୍ରଟିକୁ ଧରି ପୁଣି ଥରେ ଘର ଦ୍ୱାର ଛାଡ଼ି ଭିକ ମାଗି ମାଗି ଘର ପୋଷୁଥିଲେ। ସେତେବେଳେ এই মণিপুর রাজকুমার শ্রীকান্ত ভগবান রূপ হয়ে সেই রাজা রানী ଆଉ ଶିଶୁ ପୁତ୍ରକୁ ଆଶ୍ରୟ ଦେଲେ। ପୁତ୍ର ଜୟ माँ ଏହା ଆମର ପରିଚୟ। ସେଥିରେ ସେ ଶିଶୁ ପୁତ୍ର ହଉଛୁ ତୁ। ସେ ଅଭାଗିନୀ ମାତା ମୁଁ माँ ଯାହା ଆଗରେ ତୁ ପରିଚୟ ମାଗୁଛୁ ନା ସେ ହଉଛନ୍ତି ତୋ ତାତ। ଅଜୟ ଶୁଣିପାରିଲୁ ତ ବାପ हाँ बापा এইটা হচ্ছে ଆମରି ଅସଲି ପରିଚୟ। ସେ କୁଲାଙ୍ଗାର ମାନେ ଆମକୁ ଅନେକ ମାର ମାରି ରାଜ୍ୟରୁ ବିତାଡ଼ିତ କରି ବାହାର କରିଦେଲେ। ହଁ ବାପା ଆମେ ରାଜ୍ୟ ଛାଡ଼ି ବାହାରି ହେଲେ এই মণিপুর শ্রীকান্ত রাজকুମାର ଆମକୁ ଆଶ୍ରୟ ଦେଇ ପାଳନ ପୋଷଣ କରିଛନ୍ତି ରେ ଘର। माँ बापा ଅଜୟ ମୋ ପାଇଁ ଆପଣ ମାନେ ଏତେ ଦୁଃଖ କଷ୍ଟ ସହିଲ ମୁଁ ଧନ ଅଜୟ ପାଇବାକୁ ହେଲେ କେତେ କଷ୍ଟ ସହିବାକୁ ପଡ଼ିଛି ଏ ଛାତିକୁ। ଭାସ୍ମା ଦ୍ୱାର ଦ୍ୱାର ଯାଇ ଭିକ ମାଗିଲା ମୋ ପାଇଁ ଠିକ୍ ମୋ ଜୀବନ ନାରେ ବାବା ନା ଭାଗ୍ୟର ଲିଖନ ସେ କରିବ ଆମେ ଯାହା ଆମ ଭାଗ୍ୟରେ ଥିଲା ତାହା ହିଁ ଘଟିଲା। ହରେ ଧନ ଭଗବାନ ତୋର କହିଛନ୍ତି କରି କରାଏ ମୁହିଁ ମୋ ବିନା ଅନ୍ୟ ଗତି ନାହିଁ। ସବୁ ତ ଭଗବାନଙ୍କ ଇଚ୍ଛା। ମାଁ ମୁଁ ଜାଣିଥିଲି ଏମିତି ଚୁପ୍ ରହିବିନି ମାଁ। ଯିଏ ଆପଣ ମାଙ୍କୁ ଏତେ ଦୁଃଖ ଦେଇଛନ୍ତି ତାକୁ ମୁଁ ଛାଡ଼ିବିନି ମାଁ। ମୁଁ ତାକୁ ଜୀବନରୁ ମାରିଦେବି। ମୁଁ ମାରିଦେବି ମାଁ। ତୁ ଛୁଆଟେ ରହିଛୁ ନା ସେମାନଙ୍କ ଆଗରେ କରିପାରିବୁ। ହଁ ମାଁ ମୁଁ ତାକୁ ଜୀବନରୁ ମାରିଦେବି। ରହିଯା ରେ ବାବା ରହିଯା। ଗାୟତ୍ରୀ ସେ ହଉଛି ଗୋଟେ ଛୋଟ ପିଲା। ସେ ପଶୁ ଓ ମଣିଷ ମାନଙ୍କ ସହିତ ସେ ଲଢ଼େଇ କରିପାରିବ ନାହିଁ। କାଳେ ଯଦି ତାର କିଛି ହେଇଯାଏ ମୁଁ ଆଉ ଜମାରୁ ବଞ୍ଚି ପାରିବିନି। ହଁ ଗାୟତ୍ରୀ ମୁଁ ଆଉ ଜମାରୁ ବଞ୍ଚି ପାରିବିନି। ଏମିତି କହନ୍ତୁନି ସ୍ୱାମୀ। ଚାଲ ଗାୟତ୍ରୀ ଶୀଘ୍ର ଯିବା ଶ୍ରୀକାନ୍ତ ପାଖକୁ।
ସତରେ ତମେ ମୋତେ ଛାଡ଼ି ଚାଲିଗଲ। ତମ ବିନା ମୁଁ ଗୋଟାଏ ମୁହୂର୍ତ୍ତ ବି ବଞ୍ଚି ପାରିବିନି ସାଥୀ। କାହିଁକି ଛାଡ଼ି ଚାଲିଗଲ ସାଥୀ? ଛାଡ଼ିଗଲ ପ୍ରାଣ ପ୍ରିୟା କଲ ମତେ ଗୋଟିଆ। ଦେଖି ମନ ଥିଲି ଗଲ ମିଛୁଆ। ଛାଡ଼ିଗଲ ପ୍ରାଣ ପ୍ରିୟା କଲ ମତେ ଗୋଟିଆ। ଛାଡ଼ିଗଲ ପ୍ରାଣ ପ୍ରିୟା କଲ ମତେ ଗୋଟିଆ। ସ୍ୱପ୍ନ ଦେଖି ମୁଁ ନଥିଲି ଗଲ ମିଛୁଆ। ସ୍ୱପ୍ନ ଦେଖି ମୁଁ ନଥିଲି ଗଲ ମିଛୁଆ। ଓ ପ୍ରିୟା 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 ଓ ପ୍ରିୟା। ଛାଡ଼ିଗଲ ପ୍ରାଣ ପ୍ରିୟା କଲ ମତେ ଗୋଟିଆ। ସ୍ୱପ୍ନ ଦେଖି ମୁଁ ନଥିଲି ଗଲ ମିଛୁଆ। ସ୍ୱପ୍ନ ଦେଖି ମୁଁ ନଥିଲି ଗଲ ମିଛୁଆ। बाट चालू चालू कंटा बाटर नहीं रास्ता। कुआड़े जीवी प्रियतमा जानी पारुनी सते जमा। झूरी झूरी मर जीवी प्रिया जीवी प्रिया। छाड़ीगल प्राण प्रिया कल मते गोटिया। छाड़ीगल प्राण प्रिया कल मते गोटिया। स्वप्न देखि ମୁଁ ନଥିଲି ଗଲ ମିଛୁଆ। ସ୍ୱପ୍ନ ଦେଖି ମୁଁ ନଥିଲି ଗଲ ମିଛୁଆ। ପ୍ରିୟା ଓ ପ୍ରିୟା ଓ ପ୍ରିୟା ଓ ପ୍ରିୟା ଓ ପ୍ରିୟା ଓ ପ୍ରିୟା ଓ ପ୍ରିୟା। ଛାଡ଼ିଗଲ ପ୍ରାଣ ପ୍ରିୟା କଲ ମତେ ଗୋଟିଆ। ସ୍ୱପ୍ନ ଦେଖି ମୁଁ ନଥିଲି ତମେ ଗଲ ମିଛୁଆ। ସ୍ୱପ୍ନ ଦେଖି ମୁଁ ନଥିଲି ତମେ ଗଲ ମିଛୁଆ।
କର ବାବୁ। ରକ୍ଷା କର ବାବୁ, ଆମକୁ ରକ୍ଷା କର କିଏ? ବାବୁ। ଓ ବାବା ଶ୍ରୀକାନ୍ତ, ତମକୁ ପୁଣି ଏଇ ଶ୍ରୀକାନ୍ତ କି ସାହାଯ୍ୟ କରିପାରିବ ବାପା? ବାପା ଶ୍ରୀକାନ୍ତ, ହଁ ବାପା। ବାବୁ ମା ତୋ ଭାଇ ଅଜୟ ଯାଇଛି ଆମ ରାଜ୍ୟକୁ। ସେ ମନ୍ତ୍ରୀ ସୁମନ୍ତ ଆଉ ଆମ ଚାକର ସହ ଯୁଦ୍ଧ ଲଢ଼ିବାକୁ। ତମେ ଜାଣିଛ ମା, ଯାହାକୁ ମୁଁ ନିଜ ରକ୍ତଠୁ ବି ଅଧିକା ଭଲ ପାଉଥିଲି, ସେଇ ଅଜୟର କଥା ଜାଣିଛ? ମୋ ଖାଇବା ଭାତରେ ଧୂଳି ମାରିଛି ବାପା, ଧୂଳି ମାରିଛି। ଏସବୁ ମିଛ ବାବୁ। ଯାହାକୁ ମୁଁ ମନ ପ୍ରାଣ ଦେଇ ଭଲ ପାଉଥିଲି ତାକୁ ସେ ଉଭେଇ ନେଇଗଲା ବାପା। ସେ ଜଣେ ଚରିତ୍ରହୀନ ବାପା। ନା ବାବୁ ନା, ଏମିତି ପିଲାକୁ ଜନ୍ମ ଦେଇ କେମିତି ବଞ୍ଚିବ ତମେ? ବାବୁ, ସେ ଜଣେ ଜରଜ ପିଲା। ଶ୍ରୀକାନ୍ତ ବାବା ସତରେ ବାବୁ, ସବୁବେଳେ ତୁମେ ଆମକୁ ସାହାଯ୍ୟ କରି ଆସିଛ, କିନ୍ତୁ ଏବେ ଥରେ ମାତ୍ର ଆମକୁ ସାହାଯ୍ୟ କର। ସେଇ ପିଲାଙ୍କର ମାନେ ଆମ ପୁଅକୁ ମାରିଦେବେ ବାବୁ, ଆମେ ବଞ୍ଚି ପାରିବୁନି। ବାବୁ, ଆମର ଏକମାତ୍ର ଶରଣ କେବଳ ଆପଣ। କୁହ ବାବୁ, ସହାୟ ହେବ ନା? ତମକୁ ସାହାଯ୍ୟ କରିବ ଆଉ କଣ କରୁଛି ବାପା? ଶ୍ରୀକାନ୍ତ ବାପା, ମୁଁ ତୋତେ ସତ କଥା ଗୋଟେ ଲୁଚାଇ ରଖିଥିଲି, କେବେ କହିନଥିଲି ବାପା। କିନ୍ତୁ ବାବୁ, ସେ କଥା ଆଜି କହିବାର ସମୟ ଆସିଯାଇଛି। କୋଉ କଥା ବାପା? କୋଉ କଥା? ଆରେ ତୁ ପରିଚୟ ମାଗିଥିଲୁ ନା ସେଇଦିନ? ହଁ ବାବୁ, ଆମ ରାଜ୍ୟର ନାଁ ହେଲା କୁଶଳଗଡ଼ ବାପା। ହଁ ବାବୁ, ସେଇ ରାଜ୍ୟରେ ରାଜା ଥିଲେ କିଏ ଜାଣିଛୁ ବାପା ସେଇ ରାଜ୍ୟରେ ରାଜା ଥିଲେ ଅଭିଷେକ ରାଜନ। ସେଇ ଅଭିଷେକ ରାଜନ କିଏ ବାପା? ସେ ଅଭିଷେକ ରାଜନ ସେଇଟା ହଉଛି ମୁଁ ବାପା। ଇଏ ହଉଛନ୍ତି ମହାରାଣୀ ଗାୟତ୍ରୀ ମା। ହଁ ବାବୁ। ତୁ ଜାଣିଛୁ ବାପା ଦୀର୍ଘ 20 ବର୍ଷ ତଳର କଥା, ଆମ କୋଳରେ ସନ୍ତାନ ନଥିଲା ବୋଲି ରାଜ୍ୟର ସମସ୍ତ ଲୋକେ ଆମକୁ ବନ୍ଧ୍ୟା ବୋଲି ବର୍ଣ୍ଣନା କରୁଥିଲେ। ସମସ୍ତଙ୍କ ମୁଖରୁ ଏଇ କଥା ଶୁଣି ଆମେ ଆଉ ସହି ନ ପାରି ଗୋଟିଏ ନିଷ୍ପତ୍ତି ନେଲୁ। ସେଇ ନିଷ୍ପତ୍ତିଟା ଜାଣିଛୁ? ସେଇ ନିଷ୍ପତ୍ତିଟା ହେଲା ଆତ୍ମହତ୍ୟା କରିଦେବା। ବାପା, ସେତେବେଳେ ସେ ଜଗତରନାଥ ଜଗନ୍ନାଥ ଆମ ଉପରେ କୃପା ଦୃଷ୍ଟି କଲେ ଆଉ ଆମକୁ ବନ୍ଧ୍ୟା ଦୋଷରୁ ମୁକ୍ତ କରିଦେଲେ। ହଁ ବାବୁ, ଏଇ ଖୁସିର ସନ୍ଦେଶ ଦେବା ପାଇଁ ଆମେ ଆମ ନିଜ ରାଜପ୍ରସାଦକୁ ଫେରି ଆସିଲୁ। ହେଲେ ସେଇ କୁଲାଙ୍ଗାର ମାନେ ମହାମନ୍ତ୍ରୀ ସୁମନ୍ତ ଆଉ ଆମ ଚାକର ଆମକୁ ଅନେକ ମାଡ଼ ମାରି ରାଜ୍ୟରୁ ବିତାଡ଼ିତ କରିଦେଲେ ଆଉ ଶେଷରେ ଆମକୁ ସଜାଇ ଦେଲେ ଦାଣ୍ଡର ଭିଖାରୀ। ଆପଣଙ୍କୁ ସେତେବେଳେ କହିଥିଲି ବାପା, ଆପଣଙ୍କର ପରିଚୟ ଦିଅ ବୋଲି, ହେଲେ ଆପଣ କାହିଁକି ଲୁଚେଇକି ରଖିଥିଲେ ବାପା? ନା ବାବୁ ନା, ସେତେବେଳେ ସେ କଥା କହିବାର ସମୟ ନଥିଲା।
କିନ୍ତୁ ଆଜି ସେ ସମୟ ଆସିଯାଇଛି ବୋଲି ମୁଁ ତୋତେ କହିଦେଲି। ହେଲେ ବାବୁ ତୁମେ ଆମକୁ ଭଗବାନ ପରି ଆସି ଆମକୁ ସାହାଯ୍ୟ କରିଥିଲ। ହଁ ବାବୁ ଆମକୁ ସାହାଯ୍ୟ କର। ବାପା ମା ଏବେ ସୁଖର ସମୟ ଆସିଯାଇଛି ମା। ଆମେ ସେଇ କୋଶଳ ରାଜ୍ୟକୁ ଯାଇ ସେ ସୀମନ୍ତକୁ ରାଜ୍ୟରୁ ତଡ଼ି ଆପଣଙ୍କର ରାଜ୍ୟରେ ରାଜଶାସନ ଆପଣ ରାଜା ହେବେ ବାପା। କିନ୍ତୁ ଗୋଟାଏ କଥା ବାପା, ମୁଁ ଆପଣଙ୍କୁ ନ ଜାଣି କେତେ କ'ଣ କହିଦେଇଛି। ସେ ସବୁ ମୋର ଭୁଲି ଯାଇଛି ବାପା, କ୍ଷମା କରିଦେବେ। ନା ବାବୁ ନା, ତୁ ସଦା ଆମକୁ ସାହାଯ୍ୟ କରି ଚାଲି ଆସିଛୁ। ହଁ ବାବୁ, ସଦା ଚିର ଋଣୀ କରିଦେଇଛି। ମୁଁ ତୋତେ କାହିଁକି ଦୁଃଖ କରିବି? ତୁ ହିଁ ଆମକୁ ନିଜ ମା ବାପର ସମ୍ମାନ ଦେଇଛୁ, ଆଉ ତୁ ହିଁ ସାହାଯ୍ୟ କରି ଚାଲି ଆସିଛୁ। ବାବା ତୁ ହିଁ ଆମ ପାଇଁ ଭଗବାନ ବାବୁ। ନାଇଁ ବାବା, ବାପା ଆଉ ସମୟ ନାହିଁ ବାପା। ସମାଧାନ କରି ଆମେ ଚାଲିଯିବା ସେଇ କୋଶଳ ରାଜ୍ୟକୁ। ହଁ ବାବୁ, ନହେଲେ ସେମାନେ ମୋ ଛୋଟ ଭାଇକୁ ଗୁଡ଼େଇ ଗୁଡ଼େଇ ମାରିଦେବେ ବାପା। ହଁ ବାବୁ ଶୀଘ୍ର ଚାଲ ବାବୁ, ସେମାନେ ଅଜୟକୁ କ'ଣ ବା କରି ନ ଦେବେ। ଚାଲନ୍ତୁ ବାବୁ ଶୀଘ୍ର ଯିବା। ଠିକ ଅଛି ବାପା। हरे शंकर बुद्धिमंत एमती अन्य मनस्क कहीं बुद्धिमंत हरे शंकर पागल पर हसुच कहीं जदि किसी मंतव्य अच्छी प्रकाश कर मोरी आगे सुमंत आज 20 वर्ष हो गला तू साला राजा हो गलो हेले हमें सही चाकर को चाकर अच्छो गुमस्त को गुमस्ता हरे शंकर बुद्धिमंत मुंड कौन खराब हो जाए तुम्हारा है अरे मुंडटा भल अच्छे से आम तुमको आगे प्रकाश करुछ तुम्हें चाकर थिल चाकर ସେଇଟା ଅତୀତ आग को एमती चाकर हो रही
नहीं बे बर्तमान आमको एक कोशल राज्य को विभक्त करने को हम अबे शंकर बेसी बड़ी बड़ी कथा कहना कारण तो ठीक मने रखा उचित मने पका से अतीतर कथा अब से कथा को मन चौदिन होने चौदिन तो पके खाइबा को मुठाई अन्न नथिला पिंधिबा को वस्त्र नथिला ठीक छै दिन मु तोते कोशलगढ़ राज्य रे अंगरक्षक रखिली तोते मध्य कोशलगढ़ राज्य रे राजा को बार्ता कर रखिली कथा कौन भूली गलु सुमंत अरे भल कहूँ राज्य को विभक्त कर अरे शंकर मन रख कोई राज्य को विभक्त कर पारिबी नहीं और तू बेसी बेसी बड़ी बड़ी कथा कहना कहीं ना मोरी अन्न जल रे गला এই তোর শরীর এই তোর রক্ত মাংস ও যদি চাইবে এই ছড়ি তবে তোকে মারি মারিব রাজ্যরু বিতাড়িত করিবে सुमंत अरे भल कहूँ मो कथार राजी है मैं काली के सुगन तक जीवंत हारी देवी संग हाड़ी भात दूर कथा तू मत छोई भी पारिबने काटी मो पादरे कुकुर मानक खेदित तू देखुच कौन भला को मारे मारे फिस्की काटी दे पैसा बंधु खड़का बंदे सुमंत कौन कहू चाहूचु कौन कही तोते टिकटी काटी ए कुकुर मान खाइबा को दे देबी যদি শক্তি আছে অথর আঙ্গরে দেখাଯିବ ତା ଦେହରେ ଅଛି କେତେ ଶକ୍ତି তবে ঠিক আছে মূর্খ ए बुझवंत सांग आम रास्तार कंचा गला एजाबकू कहानी सहित भय कर बर्तमान हो गलु एक राज्यर अधिकार
আরে সাଙ୍ଗ ତୁ ତ ହେଇଗଲୁ ରାଜା ମୁଁ ହେଇଗଲି ମନ୍ତ୍ରୀ ହଁ ସାଙ୍ଗ ଏବେଠୁ ଏହି ମୁହୂର୍ତ୍ତରେ ଆମେ ଏ କୋଶ ରାଜ୍ୟରେ ଉପଭୋଗ କରିବା ଗତିରେ ସାଙ୍ଗ এই କୋଶ ରାଜ୍ୟରେ ଆମକୁ କେହି ବି ଅଟକେଇ ପାରିବ ନାହିଁ କାହିଁକି ନା এই କୋଶ ରାଜ୍ୟରେ ଏମିତି ବୀର ପୁରୁଷ ନାହିଁ ଯିଏକି এই ଶଙ୍କର ସହିତ ଆଖିରେ ଆଖି ମିଶେଇ କଥାବାର୍ତ୍ତା ହେବାକୁ ଚେଷ୍ଟା ବି କରିବନି ଠିକ ଅଛି ରେ ସାଙ୍ଗ ତାହେଲେ ଆମ ଯାଇ ବିଶ୍ରାମ କରିବ ତେବେ ଠିକ ଅଛି ସାଙ୍ଗ ମୁଁ ବିଶ୍ରାମ କରୁଛି ତମେ ଟିକେ ପହରା ଦେଉଥାଉ ଠିକ ଅଛି ରେ ସାଙ୍ଗ